ମଉସା କରୁଛନ୍ତି ଠାକୁର ପୂଜା। ମୁଁ ମୋର ଦେବ ପାଇଁ ବସେଇଛି ଟିକେ ଖେଚେଡ଼ି ଆଉ କ୍ଷୀର ଟିକେ ସିଝିବା ପାଇଁ। ଦେବକୁ ଟିକେ ଗାଧପାଧା କରିକି ନେଇ ଆସିଲି, ତାକୁ ଟିକେ ଖୁଆଇ ଦେଉଛି। ମଉସା ଖାଉଛନ୍ତି ଜଳଖିଆଟା। ମୁଁ ଖାଇଲି ଚୁଡ଼ା, ଚିନି, ନଡ଼ିଆ, କଦଳୀ ସବୁ ଚକୁଡ଼ିକି। ଆଉ ଖାଇସାରିଲା ପରେ ବସେଇଦେଲି ଟିକେ ପୋଲିହାରା। ପୋଲିହାରାଟି ହେଲା ପରେ ମଉସାଙ୍କୁ କହିଲି ଟିକେ ପରିବାପତ୍ର ଟିକେ କାଟିଦିଅ, ମୁଁ ଟିକେ ବସେଇଦେବି ତରକାରୀଟା, ସମୟ ଟିକେ ହେଉନି। ମଉସା କାଟିଦେଲେ, ମୁଁ ଟିକେ ବସେଇଦେଲି ତରକାରୀ। ସିଏ ସିଝୁଛି, ମୁଁ ଯାଇ ଟିକେ ନାତି ସାଙ୍ଗରେ କଥାବାର୍ତ୍ତା ହେଉଛି। ଝିଅର ଟ୍ରାନ୍ସଫର ହେଇଲା କୋରାପୁଟରୁ କଟକ, ସେଥିପାଇଁ ପିଲାଟାକୁ ଏଇଠି ଛାଡ଼ିବା ପାଇଁ ସିଏ ବାଧ୍ୟ ହୋଇଛି। ପିଲା ଯେ ବେଶୀ ମନ ଦୁଃଖ କରୁଛି। ପିଲାକୁ ଦେଖିଲେ ମୋତେ ମଧ୍ୟ ଟିକେ ଦୁଃଖ ଲାଗୁଛି। ଘାଣ୍ଟ ତରକାରୀଟା ହେଲା ପରେ ଦେଇଦେଲି ମଉସାଙ୍କୁ ଟିକେ ଖାଇବା। ଆଉ ନାତିକି ଟିକେ ଖୁଆଉଥିଲି। ବର୍ଷା ଯେ ହେଲା କହିବାକୁ ନାହିଁ। ବାଡ଼ିକାନି ନେଇକି ଟିକେ ଦେଖେ ଦେଖେ ଖୁଆଇଦେଲି। ଖାଇସାରିଲା ପରେ ପୁଅ ମୁଁ ଖାଇଲି। ଖାଇସାରିକି ତାକୁ ଟିକେ ଗୋଡ଼ରେ ତାଡ଼ି ତାଡ଼ି ଶୁଆଇବି। କାହିଁକି ନା ପିଲାଟା ଜମା ଶୋଉନି, ମାଆକୁ ବେଶୀ ମନେ ପକାଉଛି।